ଗୋଟିଏ ଗାଁରେ ବୁଢ଼ୀ ମାଟିଏ ରହୁଥିଲେ। ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ବହୁତ ଦିନ ଆଗରୁ ହୋଇସାରିଥିଲା। ସେ ବୁଢ଼ୀ ମାଟି ତାଙ୍କର ଏକମାତ୍ର ପୁଅକୁ ବହୁତ କଷ୍ଟରେ ପାଠ ପଢ଼ାଇଛନ୍ତି ଓ ଏବେ ସେ ଆମେରିକାରେ ଚାକିରି କରୁଛି ଓ ସେଠାରେ ଗୋଟିଏ ବିଦେଶୀ ମହିଳାକୁ ବିବାହ ମଧ୍ୟ କରିଛି। ଗୋଟିଏ ଦିନ ସେହି ପୁଅର ଫୋନ୍ ଆସିଲା ତା ମା ପାଖକୁ। ସେ ପୁଅଟି କହିଲା, "ମା, ତମେ ଏବେ ବୁଢ଼ୀ ହୋଇଗଲଣି, ଆଉ ଏକା ରହିପାରିବ ନାହିଁ। ସେଥିପାଇଁ ଆମ ପାଖକୁ ଚାଲି ଆସିବ, ମୁଁ ତୁମକୁ ନେବା ପାଇଁ ଯିବି।" ଏତିକି କହି ତାଙ୍କ ପୁଅଟି ଫୋନ୍ ରଖିଦେଲା। ସେ ମାଟି ତାଙ୍କ ଜୀବନରେ ବହୁତ କଷ୍ଟ ସହି ସେ ପୁଅକୁ ପାଠ ପଢ଼ାଇଥିଲେ। ସେଥିପାଇଁ ସେ ଭାବିଲେ ଯେ ମୋତେ ଆଉ କଷ୍ଟ ସହିବାକୁ ପଡ଼ିବ ନାହିଁ, ମୋର ଦୁଃଖର ଦିନ ସରିଗଲା। ସେ ମାଟି ଖୁସି ହୋଇ ଗାଁ ସାରା ବୁଲି ବୁଲି ସମସ୍ତଙ୍କୁ କହିଲେ, "ମୋ ପୁଅ ମୋତେ ଆମେରିକାକୁ ନେବା ପାଇଁ ଆସୁଛି। ମୁଁ ମୋ ପୁଅ ଓ ବୋହୂ ସହିତ ଆମେରିକାରେ ରହିବି।" କିଛି ଦିନ ବିତିଗଲା ପରେ ପୁଅଟି ଆସି ଗାଁରେ ତା ମା ପାଖରେ ପହଞ୍ଚିଗଲା। ତା ପୁଅକୁ ଦେଖି ମାଟି ବହୁତ ଖୁସି ହୋଇଗଲେ। ସେ ପୁଅଟି କହିଲା, "ମା, ତୁମେ ସବୁବେଳେ ଆମ ସାଙ୍ଗରେ ରହିବ। ସେଥିପାଇଁ ଏଠାରେ ଥିବା ଘର ଓ ଜମିବାଡ଼ିକୁ କିଏ ଦେଖିବ? ଏସବୁକୁ ବିକ୍ରି କରିଦେବା।" ଏହା ଶୁଣିବା ପରେ ସେ ମା'କୁ ବହୁତ ଦୁଃଖ ଲାଗିଲା, କାରଣ ସେ ବିବାହ ହୋଇ ଆସିଥିବା ଦିନଠାରୁ ଆଜି ପର୍ଯ୍ୟନ୍ତ ସେହି ଘରେ ରହି ଆସୁଛନ୍ତି। ସେ ଘରେ ତାଙ୍କର ବହୁତ ସମୟ ଅତିବାହିତ ହୋଇଛି, କିନ୍ତୁ ତାଙ୍କ ମନକୁ ବୁଝାଇ ସେ ଶେଷରେ ମାଟି ରାଜି ହୋଇଗଲେ। ତାପରେ ସେ ପୁଅଟି ଜଣେ ଲୋକଙ୍କୁ ସବୁ ଜମିବାଡ଼ି ବିକ୍ରି କରିଦେଲେ। ସେଥିରୁ ତାଙ୍କୁ 70 ଲକ୍ଷ ଟଙ୍କା ମିଳିଲା। ସେ ପୁଅଟି ସବୁତକ ଟଙ୍କା ଧରିଲେ ଓ ତା ମା'କୁ ମଧ୍ୟ ଧରି ଏୟାରପୋର୍ଟକୁ ଗଲେ। ସେ ପୁଅଟି ତା ମା'କୁ ଏୟାରପୋର୍ଟ ବାହାରେ ବସାଇ ଦେଇ ଟିକଟ ଆଣିବା ପାଇଁ ଭିତରକୁ ଗଲେ। ମା'ଟି ଏୟାରପୋର୍ଟ ବାହାରେ ଅପେକ୍ଷା କରିଥାନ୍ତି। ଏମିତି ବହୁତ ସମୟ ବିତିଗଲା। ସେ ବୁଢ଼ୀ ମାଟି ଅପେକ୍ଷା କରିଥାନ୍ତି ତାଙ୍କ ପୁଅ ଟିକଟ ନେଇ ଆସିଲେ। ସେମାନେ ଦୁହେଁ ମିଶି ଆମେରିକାକୁ ଯିବେ ବୋଲି। କିନ୍ତୁ ସକାଳୁ ସଞ୍ଜ ହୋଇଗଲା, ତାଙ୍କ ପୁଅ ଆସିଲା ନାହିଁ। ସେ ମାଟି ବ୍ୟସ୍ତ ହୋଇଗଲେ ଓ ଏୟାରପୋର୍ଟରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ପଚାରିଲେ, "ଆମେରିକାକୁ ଯିବାକୁ ଥିବା ଉଡ଼ାଜାହାଜଟି କେତେବେଳେ ଯିବ? ମୋ ପୁଅ ଟିକଟ ଆଣିବାକୁ ଭିତରକୁ ଯାଇଛି।" ତାଙ୍କ କଥା ଶୁଣି କର୍ମଚାରୀଟି କହିଲା, "ଏୟାରପୋର୍ଟ ଭିତରେ ଆଉ କେହି ନାହାନ୍ତି ଓ ଆମେରିକା ଯିବାକୁ ଥିବା ଉଡ଼ାଜାହାଜଟି ସକାଳୁ ଚାଲିଗଲାଣି।" ସେ କର୍ମଚାରୀଙ୍କ କଥା ଶୁଣି ସେ ମାଟିର ସବୁ ସ୍ୱପ୍ନ ଭାଙ୍ଗିଗଲା। ସେ ମାଟି ଜାଣିସାରିଥିଲେ ଯେ ତାଙ୍କ ପୁଅ ତାଙ୍କୁ ଠକିଦେଇ ସବୁତକ ଜମି ଓ ଘର ବିକ୍ରି ଟଙ୍କା ଧରି ସେ ଆମେରିକାକୁ ତା ସ୍ତ୍ରୀ ପାଖକୁ ଚାଲିଯାଇଛି। ତାକୁ ଟଙ୍କା ଦରକାର ଥିଲା, ତା ମା ନୁହେଁ। ତାପରେ ସେ ମାଟି ଗାଁକୁ ଫେରି ଆସିଲେ ଓ ସେ ରହୁଥିବା ଗାଁ ଘରକୁ ଗଲେ। କିନ୍ତୁ ସେ ଘର ଏବେ ତାଙ୍କର ନଥିଲା, କାରଣ ସେ ଘରକୁ ତା ପୁଅ ବିକ୍ରି କରିଦେଇଥିଲା। ଆଜିର କାହାଣୀଟି କିପରି ଲାଗିଲା କମେଣ୍ଟ କରନ୍ତୁ। ଯଦି ଭଲ ଲାଗିଛି ଲାଇକ୍ ସେୟାର କରନ୍ତୁ। ପ୍ରଥମ ଥର ଦେଖୁଥିଲେ ସବସ୍କ୍ରାଇବ୍ କରି ଅଲ୍ କରନ୍ତୁ। ପୁଣି ଦେଖା ହେବ ଆଉ ଏକ କାହାଣୀ ସହିତ। ଧନ୍ୟବାଦ।